ୟୁକ୍ରେନ ଓ ରୁଷ ମଧ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାକୁ ଯାଉଛି। ଉଭୟ ଦେଶ କେହି କାହାକୁ ଛାଡ଼ିବା ସ୍ଥିତିରେ ନାହାନ୍ତି। କେତେବେଳେ ରୁଷ ଭୟଙ୍କର ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ ଭୟଙ୍କର ଯୁଦ୍ଧ ଆରମ୍ଭ କରିଦେଉଛି। ଏହି ସ୍ଥିତିରେ ୟୁକ୍ରେନ ଏବେ ଡ୍ରାଗନ୍ ଡ୍ରୋନ୍ ଭାବେ ଏକ ନୂଆ ଘାତକ ଅସ୍ତ୍ରକୁ ବ୍ୟବହାର କରିଛି। ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏହି ଡ୍ରୋନ୍ ଜଙ୍ଗଲରେ ଥିବା ରୁଷୀୟ ସୈନିକଙ୍କ ଆଡ୍ଡା ଉପରେ ନିଆଁ ବର୍ଷା କରୁଥିବାର ଦେଖିବାକୁ ମିଳୁଛି। ୟୁକ୍ରେନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ଭିଡ଼ିଓ ପୋଷ୍ଟ କରିଛି ଯେଉଁଥିରେ ଏହି ଡ୍ରୋନ୍ ଖୁବ୍ ଅଳ୍ପ ଉଚ୍ଚତାରେ ଉଡ଼ୁଥିବାର ଓ ରୁଷୀୟ ନିୟନ୍ତ୍ରିତ ଅଞ୍ଚଳରେ ନିଆଁ ବର୍ଷା କରୁଥିବାର ନଜର ଆସୁଛି। ବାସ୍ତବରେ ଏହା ନିଆଁ ନୁହେଁ ବରଂ ଆଲୁମିନିୟମ ପାଉଡର ଓ ଆଇରନ୍ ଅକ୍ସାଇଡ୍ର ମିଶ୍ରଣରେ ତିଆରି ଥର୍ମାଇଟ୍, ଯାହା 4000 ଡିଗ୍ରୀ ଫାରେନହାଇଟ୍ ବା 2200 ଡିଗ୍ରୀ ସେଲସିୟସ୍ ଯାଏଁ ଅତ୍ୟଧିକ ତାପମାତ୍ରାରେ ଜଳିଥାଏ। ଥର୍ମାଇଟ୍ ଏତେ ତୀବ୍ରତାରେ ଜଳେ ଯେ ଏହା କେବଳ ଗଛଲତା ଆଦିକୁ ଜାଳିପୋଡ଼ି ପାଉଁଶ କରୁନି, ଏହା ରୁଷୀୟ ସୈନିକଙ୍କ ପାଇଁ ଖୁବ୍ ବିପଦ ମଧ୍ୟ ସାବ୍ୟସ୍ତ ହୋଇଛି। ସିଏନ୍ଏନ୍ର ଏକ ରିପୋର୍ଟ ଅନୁସାରେ ଏହି ଥର୍ମାଇଟ୍ ଖୁବ୍ ମାରାତ୍ମକ। ଏହାର କ୍ଷମତା କିଛି ଏମିତିକି ଏହା ଧାତୁ ଅର୍ଥାତ୍ ମେଟାଲ ସହ କୌଣସି ବି ଜିନିଷକୁ ସହଜରେ ଜାଳିପାରେ। ଏଥିରୁ ରକ୍ଷା ପାଇବାର କୌଣସି ସାଧନ ହିଁ ନାହିଁ। ଥର୍ମାଇଟ୍କୁ ପ୍ରଥମ ଥର ଜର୍ମାନୀ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବ୍ରିଟେନରେ ଜେପେଲିନ୍ ବିମାନରୁ ବୋମା ପକାଇବାରେ ବ୍ୟବହାର କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଜର୍ମାନୀ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଏହାର ବ୍ୟବହାର କରିଥିଲେ। ତାହା ଜବତ କରାଯାଇଥିବା ତୋପକୁ ନିଷ୍କ୍ରିୟ କରିବା ପାଇଁ ଭିତରେ ଥର୍ମାଇଟ୍ ପୂରାଇ ତାକୁ ଭିତରୁ ତରଳାଇ ଦେଉଥିଲା। ଥର୍ମାଇଟ୍ ଏକ ପ୍ରକାରର ଜ୍ୱଳନଶୀଳ ଅସ୍ତ୍ର ଯେଉଁଥିରେ ଅନ୍ୟ ବିପଜ୍ଜନକ ଅସ୍ତ୍ର ଯେମିତିକି ନେପାମ୍ ଓ ହ୍ୱାଇଟ୍ ଫସ୍ଫରସ୍ ମଧ୍ୟ ରହିଛି। ସଂଯୁକ୍ତ ରାଷ୍ଟ୍ର ନିରସ୍ତ୍ରୀକରଣ କାର୍ଯ୍ୟାଳୟ ଅନୁସାରେ ଜ୍ୱଳନ ଅସ୍ତ୍ର ଏକ ଏମିତି ଅସ୍ତ୍ର ବା ଗୋଳାବାରୁଦ ଯାହା ବସ୍ତୁଗୁଡ଼ିକରେ ନିଆଁ ଲଗେଇବା ବା କେମିକାଲ ରିଆକ୍ସନର ମାଧ୍ୟମରେ ଲୋକଙ୍କୁ ଜଳାଇବା ବା ସେମାନଙ୍କୁ ଶ୍ୱାସ ସମ୍ବନ୍ଧୀୟ ଆଘାତ ପହଞ୍ଚାଇବାକୁ ତିଆରି କରାଯାଏ। ୟୁଏନ୍ ମୁତାବକ ନିଆଁ ନିର୍ଗତ କରୁଥିବା ଅସ୍ତ୍ରର ବ୍ୟବହାର ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନ ପାଇଁ ଚିନ୍ତାଜନକ। ୟୁକ୍ରେନ ଦ୍ୱାରା ଏହି ଅସ୍ତ୍ରର ପ୍ରୟୋଗ ଯୁଦ୍ଧରେ ଏକ ନୂଆ ମୋଡ଼ ଆଣିଦେଇଛି। ଏହା ଦେଖିବା ଯୋଗ୍ୟ କଥା ଯେ ରୁଷ ଏହି ନୂଆ ଚ୍ୟାଲେଞ୍ଜର କେମିତି ସାମ୍ନା କରୁଛି। କହି ରଖୁଛୁ କି ଗତ କିଛି ଦିନରୁ ଜାରି ୟୁକ୍ରେନ ରୁଷ ଯୁଦ୍ଧ ଏବେ ବି ଚରମ ସ୍ଥିତିରେ ରହିଛି। ନିକଟରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷୀୟ ସଶସ୍ତ୍ର ବାହିନୀ କୁସ୍କର ଅଞ୍ଚଳର ସୀମାବର୍ତ୍ତୀ ଅଞ୍ଚଳରେ ସେନା ଅଭିଯାନ ବେଳେ 10,100ରୁ ଅଧିକ ୟୁକ୍ରେନୀ ସୈନିକଙ୍କୁ ମାରିଛି ଏବଂ 81ଟି ଟ୍ୟାଙ୍କକୁ ନଷ୍ଟ କରିଦେଇଛି। ମନ୍ତ୍ରଣାଳୟ ଏକ ବୟାନରେ କହିଛି କୁସ୍କର ଅଞ୍ଚଳରେ ସେନା ଅଭିଯାନ ବେଳେ ୟୁକ୍ରେନ 10,100ରୁ ଅଧିକ ସୈନିକ, 81ଟି ଟ୍ୟାଙ୍କ, 41ଟି ସ୍ଥଳସେନା ସହ ଲଢ଼ୁଥିବା ଗାଡ଼ି, 72ଟି ଅସ୍ତ୍ରଶସ୍ତ୍ର କ୍ୟାରିୟର, 589ଟି ଅସ୍ତ୍ରସଜ୍ଜିତ ଫାଇଟର ବାହନ, 325ଟି କାର୍ ହରେଇ ସାରିଛି। ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟାରେ କିଭ୍ କୁସ୍କର ଅଞ୍ଚଳରେ 370 ଜଣ ସୈନିକ ଓ 17ଟି ଲଢୁଆ ଅସ୍ତ୍ରସଜ୍ଜିତ ଗାଡ଼ିକୁ ହରାଇଛି।